हेलो सांगमाने गुड मॉर्निंग केमिति अछंती आशा करछि समस्ते बहुत भलरे थिबे। आपण समस्तंको मो तरफरु जय गुरु ठाकुरन डाकुछि आपण भलरे रुहंतु सुस्थरे रुहंतु आपणकर पूरा दिनटी मंगलमय हो आ भलरे भलरे कटि जाओ। तो मु भी भलरे अछि सबुदिन भलिया हेइ जा गोटे सुंदर सकाळर आरंभ आ ए सुंदर सकाळर आ गोटे फ्रेश आ नुआ ब्लॉग को मु पुष्प आपण समस्तंको स्वागत करछि। तो समय से ହେଇଛି ସକାଳ 7:30 ପାଖାପାଖି ସମୟ ହେଇଯାଇଛି। ଖରକା ପୁରକା ଚା ପିଆ କାମ ସେ ସବୁ ସରିଯାଇଛି। ସରି ହେଇସାରିଲା ପରେ ତାପରେ ମୁଁ ଆସିଛି କରିନା ଟିଅଲ ପାଖକୁ ବାସନ ଧୋଇବା ପାଇଁକି। ବହୁତ ଦିନ ପରେ ଆଜି ଟିଅଲ ପାଖରେ ବାସନ ଧୋଇମି କାହିଁକିନା ସେବେଠୁ ତ ଆମର ଟିଅଲ ପାଖଟା ଖରାପ ହେଇଯାଇଥିଲା ଯେ କିଛି ମାନେ ସେଥିରେ କିଛି କାମ କରି ହେଉଥିଲାନି। ଆଉ ଏଇଠି ଟିଅଲ ପାଖରେ ଢଳେଇ ପଡ଼ିସାରିଲା ପରେ ଦେଖିପାରୁଥିବେ ଜାଗାଟା କି ସୁନ୍ଦର ହେଇଯାଇଛି। ଆଉ ଏଇଠି ଆଜି ବାସନ ଧୋଇକି ଆସିଛି ବାସନ ଧୋଇବା ପାଇଁକି। ଆଉ 7:30 ହେଲା ବେଳକୁ ନା ଏଠି ଟିକେ ଟିକେ ଖରା ପଡ଼ିଯାଉଛି ଆଉ ଭଲ ଲାଗୁଛି। ନହେଲେ ସେ ଯେଉଁ ନନ୍ଦରେ ଦେଖିପାରୁଥିବେ ନା ପାଣି ଯେ ଭର୍ତ୍ତି କରିକି ସେଇଥିରେ ଯେ ବାସନ ଧୋଉ ହାତ ପୁରା ଆଙ୍କୁଡ଼ି ଗଲା ରକମ ନାଗେ ଯେରକମ କାଲୁଆ ପଡ଼ିଯାଏ। ଏତେ ଥଣ୍ଡା ନାଗେ ପାଣି ଆଉ ଟିଅଲ ପାଣିଟା ଏତେ ଥଣ୍ଡା ନାଗେ ନାହିଁ ଯେଟା ମାନେ ମାଡ଼ିକି ମାନେ ବାସନ ଧୁଆ ହୁଏ। ତ ଏତିକି ସବୁ ବାସନ ଥିଲା ଜମାଟ କରିକି ସବୁ ରଖିଥିନି କାଲିଠୁ ଆଜି ପଳେଇ ଆସିଛି। ଏତିକି ସବୁ ବାସନ ଧୁଆଧୁଇ କରିମି ଧୁଆଧୁଇ କରିକି ତାପରେ ଗାଧୁଆ ପାଧୁଆ କରିକି ଠାକୁର ପୂଜା କାମରେ ନାଗିଯିମି। ଏରକମ ସକାଳ ତ ମୋର ବାସି କାମ ଏଇଟା ବାସି କାମ ସାଙ୍ଗରେ ମୋର ଚାଲିଛି। ମୁଁ ଏପଟରେ କରିନା ବାସନ ଧୋଉଛି ଆଉ ବାବା ସେପଟେ କରିନା କାମରେ ନାଗିଛନ୍ତି। ଆଉ ଏବେ କରିନା ଯେଉଁ ପବନଟା ଯେ ଦେଉଛି ସକାଳେ ପବନ ଦେଉଛି ତ ବେଳଓଳି ପବନ ଦେଉଛି ସେଇଥିପାଇଁ କି ସକାଳେ ଆଉ ସନ୍ଧ୍ୟାବେଳେ ବହୁତ ଜୋରସେ ଶୀତ ଲାଗୁଛି। ଆଉ ଦ୍ୱିପହର ଟାଇମ୍ଟା କରିନା ଏଇ 2-3 ଦିନ ହେବ ଖରା କରୁଛି ଶୀତ ଏତେ ଜଣାପଡ଼ୁନାହିଁ। ଆଉ 3ଟା-4ଟା ହେଲା ବେଳକୁ ପବନ ଆରମ୍ଭ ହେଇଯାଉଛି ଯେ ମାନେ ଶୀତ ପୁରା କହନ୍ତି ନା ଜାଡ଼ ଯେରକମ ଶୀତର ଜାଡ଼ ହୁଏ ସେଇ ରକମ ଶୀତ ଲାଗୁଛି। ତ ଶୀତ ଦିନଟା ଯେତେ ହେବ ସେତେ ଭଲ କାହିଁକିନା ଗରମ ଆସିଲେ ସେ ଯେଉଁ ଅସହ୍ୟ ଗରମ ଏ ଶୀତ ତ ସହି ହେଉଛି ତ ଚାଦର ସ୍ୱେଟର ଘୋଡ଼ିକି ଶୀତର ସହି ହେଉଛି କାମ କରି ହେଉଛି। ଆଉ କାମ କରିବା ପାଇଁକି କିଛି ମାନେ ବିରକ୍ତି ଭାବ ଲାଗୁନାହିଁ। ଆଉ ରାତିରେ ତ କନ୍ଥା କମଳ ଘୋଡ଼ିକି ଶୋଇ ପଡ଼ିଲା ବେଳକୁ ଶୀତ ବି କମ୍ ଲାଗୁଛି ଆଉ ନିଦ ବି ବଢ଼ିଆ ହେଉଛି। କିନ୍ତୁ ଖରାଦିନ ଆସିଲା ପରେ ନା କାମ କରିବା ପାଇଁକି ଇଚ୍ଛା ହେବ ଆଉ ପାଇଟିଏ କାମ କରିକି ଆସିଲା ବେଳକୁ ପୁରା ଧଇଁ ସଇଁ ହେଇଗଲା ଭଳିଆ ଲାଗିବ। ଆଉ କନା ଯେଇଠିକି ଗଲେ ଖାଲି ବିତି ବିତି ଚିରି ଚିରି ଏଇରକମ ଲାଗିବ। ଆଉ ରାତିର ଫ୍ୟାନ୍ ଚାଲିଲେ ସୁଦ୍ଧା ବି ଶୋଇବା ପାଇଁକି ଆରାମ ଲାଗିବନି। ସେଇଥିପାଇଁ ଶୀତଟା ଯେତେ ଅଧିକା ଦିନ ଶୀତ ହେବ ସେତେ ଭଲ। ତ ଶୀତ ଟିକେ ଯେଉଁ ଅଧିକା ହେଉଛି ବୋଲିକି ସିନା କଷ୍ଟ ହେଉଛି ନହେଲେ ଶୀତ ଦିନଟା ସବୁ ଦୃଷ୍ଟିରୁ ବହୁତ ଭଲ। ତ ସମୟର କଥା ଯେତିକାଳେ ଯେରକମ ମାନେ ପ୍ରକୃତି ଆଗ ତ କିଛି ନୁହେଁ ଯେତିକାଳେ ଯେରକମ ତା ଇଚ୍ଛା ଯାହା ହେବ ସେ ସେଇଆ କରିବ ତାରି ଅନୁସାରେ ଆମକୁ ସବୁ ଚଳିତେ ପଡ଼ିବ। ତ ମୋ ଭିଡ଼ିଓରେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିଲକୁଲ ବି ସ୍କିପ୍ କରନ୍ତୁନି। ଆଉ ମୋ ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସୁଥାଏ ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଛୋଟ ସ୍ନେହ ଭରା କମେଣ୍ଟରେ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ବୋଲିକି। ଆଉ କେହି ଯଦି ନୂଆ କରିକି ମୋ ଭିଡ଼ିଓ ଦେଖୁଛନ୍ତି ତ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଯାହାଦ୍ୱାରା କି ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିମି ସର୍ବପ୍ରଥମେ ଆପଣ ହିଁ ମୋ ଭିଡ଼ିଓ ଦେଖିପାରିବେ। ଆଉ ମୋ ଭିଡ଼ିଓକୁ ଆପଣଙ୍କ ଫ୍ୟାମିଲି ଫ୍ରେଣ୍ଡମାନଙ୍କ ସହିତ ଟିକେ ସେୟାର କରିଦିଅନ୍ତୁ। ମୋତେ ବି ଟିକେ ସପୋର୍ଟ ହେବ କାହିଁକିନା ଆପଣଙ୍କର ସପୋର୍ଟ ଆଉ ଭଲ ପାଇବା ମୋତେ ୟୁଟ୍ୟୁବରେ ଭିଡ଼ିଓ ବନେଇବା ପାଇଁ ପ୍ରେରଣା ଯୋଗାଉଛି ଆଉ ସାହସ ମଧ୍ୟ ଦେଉଛି। ତ ବହୁତ ସାରା ବାସନ ରହିଯାଇଥିଲା ନା ଆହୁରି ବି କଳା ବାସନ ବି ଅଛି ଧୋଇବା ପାଇଁକି ମୋତେ। ଆଉ କଳା ବାସନଟା ମୁଁ ଏଠି ଧୋଇମିନି ସେଟା ବାହାରେ ଧୋଇମି। ବାହାରେ ଧୋଇକି ଯେଉଁ ପରଦିନ ମାନେ ଯେଉଁଦିନ ଢଳେଇ ପଡ଼ିଲା ସେଇଦିନ କନା ବଡ଼ କଢ଼ାରେ ରୋଷେଇ ହେଇଥିଲା ନା ସେଇ କଢ଼ାଟି ରହିଛି ସେ କଢ଼ାଟା ଧୋଇଥିଲିନି। କଢ଼ା ହାଣ୍ଡି 2ଟା ଯାକ କଳା ହେଇଥିଲା ବଡ଼ ବଡ଼ କଢ଼ା ଆଉ ବଡ଼ ହାଣ୍ଡି ମୁଁ ତାକୁ ଧୋଇଥିଲିନି। ଆଉ ଆଜି କରିନା ବାହାରେ ତାକୁ ଧୋଇକି ଘିନି ଆସିମି କଳାଟାକୁ ଛଡ଼େଇ ଦେଇକି ଘିନି ଆସିମି। ଆଉ ଏଇଠି କରିନା ତାକୁ ଭଲ ରକମ ପରିଷ୍କାର କରିକି ଧୋଇଦେମି। ଏଇରକମ ବାସନ ଖାଲି ଧୁଆ ସରିଲା ବେଳକୁ ମୋତେ 8:30 ବାଜିଯାଇଥିଲା ସମୟ। ଏଠି ଛୋଟ ଛୋଟ କରିକି ଯେଉଁ ଛୋଟଠୁ ଆରମ୍ଭ କରିକି ବଡ଼ ବାସନ ଯେତିକି ଥିଲା 8:30 ବାଜିଯାଇଥିଲା। ତାପରେ ଗାଧୁଆ ପାଧୁଆ ଠାକୁର ପୂଜା ଏରକମ ସବୁ କାମ କରିସାରିଲା ବେଳକୁ 9:30 9ରୁ 9:30 ଏରକମ ହେଇଯାଉଛି ସବୁ କାମ ସରିଲା ବେଳକୁ। ସେତେବେଳକୁ ଛୁଆ ଟ୍ୟୁସନ୍ରୁ ଆସିକି ଗାଧୁଆ ପାଧୁଆ କାମ ସରେଇ ଦେଇକି ପୁରା ରେଡ଼ି ହେଇକି ରହିଯାଉଛନ୍ତି ମାନେ ରେଡ଼ି ହେଇଯାଉଛନ୍ତି।
ତ ଏମିତି ଚାଲିଥିଲା ମାନେ ବହୁତ ସମୟ ନାଗି ହେଇଥିଲା ଏ ଶୀତରେ। ତାପରେ କ'ଣ ନା ଅଧିକା ଟିକେ ସମୟ ନାଗୁଛି ଏଇଥିପାଇଁ କି ଟିଅଲରେ ଯେ ସବୁ ନୂଆ ଜିନିଷ ସବୁ ପଡ଼ିଛି ତା ଯେଉଁ ଯେ ସବୁ ପାର୍ଟସ୍ ଗୁଡ଼ାକ ସବୁ ନୂଆ ନାଗିଛି ନା ମାନେ ଟିଅଲଟା ଟିକେ ବି ଜାମ୍ ହେଉଛି ମାଡ଼ିବା ପାଇଁକି ଟିକେ ମାନେ ସହଜରେ ଆଗରୁ ଯେରକମ ସହଜରେ ଟିଅଲଟା ମାଡ଼ି ହେଉଥିଲା ଏବେ ସହଜରେ ଆଉ ଏତେ ମାଡ଼ି ହେଉନାହିଁ। ମାଡ଼ିବା ପାଇଁକି ଗୋଟେ ହାତରେ ମାଡ଼ିବା ପାଇଁକି ଟିଅଲଟା ଟିକେ କଷ୍ଟ ହେଉଛି। ତ ଯାହା ହଉ ମୁଁ ତ ନଈକି ବେଶୀ ସମୟ କାମ କରିପାରେନି, ଯାହା ବି କାମ କରେ ସବୁ ଏମିତି ବସିକି ପିଢ଼ା ପକାଇ ଦେଇକି ବସିକି ହିଁ କାମ କରେ। ତ ସେଇ ରକମ ମୁଁ ବସିକି ହିଁ କାମ କରୁଥିନି ସମୟ ସେଇଥିପାଇଁକି ଟିକେ ଅଧିକା ବି ସମୟ ଲାଗିଥିଲା। ତାପରେ ଏଠି ପାଣି କ'ଣ ନା ଯେଉଁ ଉଞ୍ଚା ଜାଗା ହେଇଛି ନା ପାଣି ବାହାରକୁ ଯିବା ପାଇଁକି ଟିକେ ଅସୁବିଧା ହେଉଛି। ଯେପର୍ଯ୍ୟନ୍ତ କାମ ସବୁ ନ ସରିଛି ସେ ପର୍ଯ୍ୟନ୍ତ ଏଇ ରକମ ଟିକେ ଅସୁବିଧା ଲାଗିକି ରହିବ। ଯାହା ବି ସବୁ ପଡ଼ୁଛି ତାକୁ କ'ଣ ନା ଝାଡ଼ୁ ମାରିକି ସବୁ ପାଣିକି ବାହାର କରିବା ପାଇଁକି ପଡ଼ୁଛି। ତ ଯାହା ହଉ ସେ ତ କାମ ତ ଲାଗିକି ରହିଛି, ହେବ ସେଥିରେ କିଛି ମାନେ ଭାବିବାର ନାହିଁ। ଆଜି ହେଇନି କାଲିକି ହେଇଯିବ, କିନ୍ତୁ ଟିଅଲଟା ଯେ ଆମର ସଜ ହେଇଗଲା ପିଇବା ପାଇଁକି ପିଇବା ପାଣି ପାଇଁକି ଆମେ କେତେ ହଇରାଣ ହେଇଛେ ସେଟା ଆମେ ଜାଣିଛେ। ରାତିରେ କ'ଣ ନା ପାଣି ସରିଯିବ, ପିଇବା ପାଇଁକି ପାଣି ଥିବନି, ଯାଇକି ତାଙ୍କ ଟିଅଲରୁ ଯେଉଁ ଆମ ଆରପାରି ଘର ତାଙ୍କ ଟିଅଲରୁ ପାଣି ଘିନିକି ଆସିଛେ। ଏଇରକମ କେତେ ହଇରାଣ ଆମେ ହେଇଛେ। ତ ଯାଉ ଟିଅଲଟା ସଜ ହେଇଗଲା ସେଇଟା ମନକୁ ଭାରି ଖୁସି ଲାଗୁଛି। ଆଉ ବାବା ତାଙ୍କର ଏପଟେ ତ କାମ କରୁଥିଲେ, କାମ କରିସାରିକି ବାବା କ'ଣ ନା ଗାଧୋଇବା ପାଇଁ ରେଡ଼ି ହେଉଥିଲେ। ତ ଆଜି କ'ଣ ନା ବାବା ତାଙ୍କ ଚୁଟି ଟିକେ କଲର୍ କରିଦେଇଛନ୍ତି, ସେଇଥିପାଇଁ କି ସେ ଆଉ ଗାଧୋଇଲେନି। ମୁଁ ପଳେଇ ଆସିକି ମୋତେ ଆଉ ତରକାରୀ କରିବା ପାଇଁକି ବିଲକୁଲ ବି ସମୟ ହେଲା ନାହିଁ। ମୁଁ କ'ଣ କରିଥିଲି ନା ପରଟା କରିଦେଇଥିଲି। ପରଟା କରିଦେଲେ ସମସ୍ତେ ଖାଇଦେବା ବିନା ତରକାରୀ, ଛୁଆ ତ ସସ୍ ଲଗେଇକି ଖାଇଥିଲେ ଆଉ ମୁଁ ସେମିତି ଖାଇ ଦେଇଥିଲି। ସମସ୍ତଙ୍କର ଛୁଆ ଖାଇଦେଇ ଗଲା ପରେ ଗରମା ଗରମ ପରଟା ମୁଁ ବି ସେଇଠି ଖାଇ ଦେଇଥିଲି, ବାବା ବି ସେଇଠି ଖାଇ ଦେଇଥିଲେ। ତ ଖିଆପିଆ ସରିଯାଇଥିଲା। ଖିଆପିଆ ସରିଗଲା ପରେ ମୁଁ ଲାଗି ଯାଇଥିଲି ମୋ କାମରେ। ଯେରକମ କିଚେନଟା ଯେଉଁ ସଜାଡ଼ିକି ରଖିବା ପାଇଁକି ତ ସବୁ ତ ଆସିକି ପହଞ୍ଚିଲା ମାନେ ତ କାମ ଏଇଠି ଦେଖାଯିବ, କାମ ଏଠୁ ବନ୍ଦ ହେବାର ନାହିଁ। ଆଉ ଆଗେ କିଚେନଟା କେରକମ ବାଗେଇ ସଜେଇକି ତାକୁ ମାନେ ବ୍ୟବସ୍ଥିତ କରିକି ରଖିବି, ତାପରେ ଯାଇକି ଦ୍ୱିପହର ରୋଷେଇ ପାଇଁକି ଯାହା ଯେରକମ କରିବା କଥା ସବୁ ରୋଷେଇ କାମ ଆରମ୍ଭ କରିବି। ଯେପର୍ଯ୍ୟନ୍ତ କିଚେନ ବ୍ୟବସ୍ଥିତ ନ ହୋଇଛି ସେପର୍ଯ୍ୟନ୍ତ ବିଲକୁଲ ବି ଭଲ ଲାଗିବନି। ଆଉ କ'ଣ ନା ବାସନ କୁସନ ଯାହା ସବୁ ଧୁଆ ଧୁଇ ହେଇକି ଆସିଥିଲା ତାକୁ ସବୁ ସେଇରକମ ଅଲରା ମଲରା ହେଇକି ଥିଲା। ଆଉ ମୁଁ ଗାଧୋଇକି ଆସିଲା ପରେ ତ ଲେଟ୍ ହେଇଯାଇଥିଲା ମୋତେ। ମୁଁ କ'ଣ ନା ଆଗର ଖାଇବା କାମଟା ସରେଇ ଦେଇଥିଲି। ସରେଇ ଦେଇ ସାରିଲା ପରେ ତାପରେ ଆସିନି କିଚେନ ବ୍ୟବସ୍ଥିତ କରିବା ପାଇଁକି ଯେଉଁଗୁଡ଼ା ସବୁ ଧୁଆ ହେବା କଥା ତାକୁ ବାହାର କରିଦେଇଥିଲି, ଆଉ ଯେଉଁଗୁଡ଼ା ରଖିବା କଥା ତାକୁ ରଖିଥିଲି। ରଖିକି କିଚେନଟାକୁ ପୁରା ପରିଷ୍କାର ପରିଚ୍ଛନ୍ନ କରିଦେଇକି ଯାଇଥିଲି। ପୁଣି ଯାଇଥିଲି ଟିଅଲ ପାଖକୁ ଯାଇକି ଲୁଗା ଯେ ପଡ଼ିଥିଲା ଲୁଗା ସବୁ ଧୋଇଥିଲି। ଆଉ ବର୍ତ୍ତମାନ ଯାହା ଖିଆପିଆ ହେଇଥିଲା ତାକୁ ବି ସବୁ ଧୋଇଥିଲି। ଆଉ ମୁଁ ସେସବୁର ଆଉ କିଛି ଭିଡ଼ିଓ କରିନାହିଁ, କାହିଁକିନା ସବୁ ତ ସେଇ କାମ କେତେବେଳେ ମନରୁ ବି ବାହାରିଯାଏ ଭିଡ଼ିଓ ବନେଇବା କଥା, କେତେବେଳେ କାମରେ ଲାଗିଛି ତ କାମରେ ଲାଗିଛି, ଭିଡ଼ିଓ କଥା ଆଉ କିଏ ମନରେ ପକାଉଛି। ବାସ୍ ଏଇରକମ ହେଇକି ସେସବୁ ଭିଡ଼ିଓ ମୁଁ ଆଉ କିଛି କରିପାରିନାହିଁ। ତ ଏଠି ବାସନ କୁସନ ସବୁ ଗୁଛେଇକି ରଖିଦେଇକି ମୁଁ ଯାଇଥିଲି, ଯାଇକି ଲୁଗାପଟା ତାକୁ ସବୁ ଧୋଇଥିଲି, ବାସନ ଧୋଇଥିଲି, ଏଇରକମ କାମ ସବୁ ମୋର ଚାଲିଥିଲା। ତ ସବୁବେଳେ ତ କର୍ମମୟ ଜୀବନ, କାମ ତ ସବୁବେଳେ ଲାଗିକି ରହିଥିବ, କାମ ତ କେବେ ବି ଛାଡ଼ ହେବ ନାହିଁ। ଆଉ ମନକୁ ଏତିକି ଖୁସି ଲାଗୁଛି ଯେ ଆମର ଟିଅଲଟା ଠିକ୍ ହେଇଯାଇଛି, ମାନେ ପାଣି ପାଇଁକି ମୋତେ ଆଉ କିଛି ଅସୁବିଧା ହେବାକୁ ପଡ଼ୁନାହିଁ। ତ ବହୁତ ଦିନରୁ ଦେଖିଥିବେ କେତେ ଅସୁବିଧାର ସମ୍ମୁଖୀନ ମୁଁ ହେଇଛି। ଆଉ ଖାଲି ଗୋଟିଏ ଯାହା ଅସୁବିଧା ରହିଛି ଯେଉଁଟାକି କ'ଣ ନା ଚୁଲି ପାଇଁକି, ଯେହେତୁ ତ ମୁଁ ଚୁଲି କରିକି ରାନ୍ଧୁଛି ନାହିଁ, ସେଇଟା ତ ଢଳେଇ ପଡ଼ିଯାଇଛି। ଦେଖିଛନ୍ତି କେତେ ପରିଶ୍ରମ ମୁଁ ସେଇଠି କରିଥିଲି ଚୁଲି ବିଛେଇବା ପାଇଁକି, ମାନେ ଚୁଲି କରିକି ରୋଷେଇ କରିବା ପାଇଁକି। ଆଉ ସେ ଜାଗାଟା କିରକମ ହେଇଥିଲା, ଆଉ ତାଠୁ ଆହୁରି ସୁନ୍ଦର ବି ହେଇଗଲା। ପ୍ରଥମେ ତ ସେ ଜାଗାଟା ପୁରା ଜଙ୍ଗଲ ହେଇକି ପଡ଼ିଥିଲା, ତାପରେ କ'ଣ ନା ମୁଁ ତାକୁ କ'ଣ ନା ବାଗେଇକି ସେଥିରେ ଚୁଲି ବିଛେଇକି ରୋଷେଇବାସ କରୁଥିଲି। ଆଉ ଏବେ କ'ଣ ନା ତା ଉପରେ ଢଳେଇ ପଡ଼ିଗଲା। ତ ସେଇ ଜାଗାଟା ମଣିଷ ହାତ ବାଜିକି କେତେ ସୁନ୍ଦର ହେଇଗଲା। ଆଉ ତାପରେ କ'ଣ ନା ମୁଁ ଏଠିକି ବାବା ପଳେଇ ଆସିଥିଲେ। ଆଜି କ'ଣ ନା ପ୍ରଥମ କରିକି ଗୋଟେ ଉଲକୋବି ଉପାଡ଼ିଆ, ଆଉ ବାବା କହିଲେ କ'ଣ ନା ଉଲକୋବି ଗୋଟେ ମାନେ ପ୍ରଥମ କରିକି କଷି କଷି ଉଲକୋବି ନା ଖାଇବା ପାଇଁକି ଭଲ ଲାଗିବ। କହିଲେ କ'ଣ ନା ଉଲକୋବି ଗୋଟେ ଆଜି ନେଇକି ତରକାରୀ କରିବା ପାଇଁ, ଭଜା ଭାଜିବା ପାଇଁକି। ଆଉ ବାବା ସେପଟେ ଉଲକୋବି ଛିଡ଼ଉଥିଲେ, ମାନେ ଉପାଡ଼ୁଥିଲେ। ତ ଉପଡ଼ା ଯାଏ, ଛିଡ଼ା ଯାଏନି, ଉପଡ଼ା ଯାଏ। ଉପାଡ଼ିକି ଘିନିକି ଆସିଥିଲେ। ଆଉ ମୁଁ ଏପଟରେ କ'ଣ ନା ଦେଖିଲା ବେଳକୁ ଗଛରେ ବିନ୍ସ ହେଇଥିଲା। ତ ମୁଁ କହିନି କ'ଣ ନା ବିନ୍ସ ଆଜି ତ ଆଉ ବିନ୍ସ ଛିଡ଼େଇବାନି, ତ ବାର ଥିଲା ଗୁରୁବାର, କିନ୍ତୁ ଶୁକ୍ରବାର ଦିନ ହିଁ ବିନ୍ସ କରିବା, ବିନ୍ସ ତୁଳିବା, ବିନ୍ସଟା ଶୁକ୍ରବାର କରିବା। ସେଇ କଥା ମାନେ ଚିନ୍ତା କରିକି କଥାବାର୍ତ୍ତା ହେଇଥିଲେ, ହେଇକି ବିନ୍ସକି ଛାଡ଼ି ଦେଇଥିଲେ। ଖାଲି ଉଲକୋବି ଉପାଡ଼ିକି ଘିନି ଆସିଥିଲେ, କାହିଁକିନା ଆଜି ବିନ୍ସର କିଛି କାମ ହିଁ ନଥିଲା। ଆଉ ଯେଉଁ ଉଲକୋବିର ଯେଉଁ ପତ୍ର ବାହାରିଲା ତାକୁ ନା ଶାଗ ଖୋଜିମି। ତ ସେଇଥିପାଇଁ ବାବାଙ୍କୁ କହିନି ଯଦି ଉଲକୋବି ଉପାଡ଼ିଲ ତ ମୂଳା ଶାଗ ମୋତେ ଉପାଡ଼ିକି ଦିଅ,
ଆଉ 2 ରକମ ଶାଗ ଆଉ ପିଡ଼ଙ୍ଗ ଶାଗ ପାଳଙ୍ଗ ଶାଗ ଶାଗ ତ ଏଇଖିଣା ସଫିସିଏଣ୍ଟ ବାଡ଼ିରେ ତାକୁ ସବୁ ନେଇକି ଶାଗ ଖଡ଼ିକି ଦ୍ୱିପହରେ ଶାଗ କରିଦେବା। ତ ଏଇ ରକମ କାମ ଚାଲିଥିଲା। ଆଉ ଖରା ବହୁତ ଜୋରସେ ହେଇଥିଲା, ମାନେ ଏଇ ଯେଉଁ ଖରାଟା କରୁଛି ନା ଏଇଟା ହେଉଛି ବଡ଼ି ବିଛା ଖରା କୁହନ୍ତି। ଏଇ ଖରାରେ କ'ଣ ନା ବଡ଼ି ବହୁତ ସୁନ୍ଦର ହେବ। ସକାଳେ ବଡ଼ି ବିଛା ନା 2ଟା 3ଟା ଖରାର ବଡ଼ି ପୁରା ରେଡ଼ି ହେଇଯିବ। ତାପରେ କ'ଣ ନା ମୋର ରୋଷେଇବାସ ସରିଯାଇଥିଲା, ଭୋକ ଲାଗିଥିଲା ବହୁତ ଜୋରସେ, କାହିଁକିନା 2ଟା ପରଟା ସକାଳୁ ଖାଇଥିନି। ଆଉ କାମଧାମ ସବୁ ସରେଇକି ରୋଷେଇବାସ ସରେଇ ସାରିଲା ବେଳକୁ ହେଇଯାଇଥିଲା ସମୟ 1 କି 2ଟା ପାଖାପାଖି ସମୟ ହେଇଯାଇଥିଲା। ଆଉ ମୁଁ କ'ଣ ରୋଷେଇବାସ ସରେଇଥିନି, ସରେଇ ଦେଇକି ପଳେଇ ଆସିଥିଲି ଖାଇବା ପାଇଁକି। ମା ପୁଅ 2 ଜଣ ରୋଷେଇରେ କରିଥିନି କ'ଣ ନା ଆଜି ଡାଲମା କରିଥିନି, ଆଉ କ'ଣ ନା ଭଜା ଭାଜିଥିନି। ବାବା ଯେଉଁ ଉଲକୋବି ଯେଉଁ ଉପାଡ଼ି ଦେଇଥିଲେ ଉଲକୋବି ମୂଳାର ଭଜା ଭାଜିଥିନି, ଆଉ କ'ଣ ନା ଶାଗ ଖଡ଼ିଥିନି। ବାସ୍ ଏତିକି ତରକାରୀ କରିଥିନି। ଆଉ ତା ସାଙ୍ଗରେ କ'ଣ ନା ଆଳୁ ଆଉ ମିକ୍ସଚର ତାଙ୍କର ଗୋଟେ ଚଟଣି ବନେଇ ଦେଇଥିନି ଗେଲନ ଖାଇବା ପାଇଁକି। ଆଉ ଏ ଖାଇବା କଥାରେ ଆମେ ଏତେ ଯେ ହସିଥିଲେ ନ କହିବା କଥା, କାହିଁକିନା ଗେଲନକୁ ଏସବୁ ଖାଇବା ବିଲକୁଲ ବି ରୁଚୁଥିଲାନି। ସେ କ'ଣ ନା ପାଟିକି ଭାତ ନେଉଥିଲା, ପୁରା ଉକାଳିକି ସେ ଭାତକୁ ବାହାର କରିଦେଉଥିଲା, ଏରକମ ହେଉଥିଲା। ମୁଁ ତାକୁ କହୁଥିଲି ଖଟା ମରିକି ଖାଇଦେ, କିନ୍ତୁ କହିଲା ଯେ ଡାଲମା ଯେ ବନେଇଛ ଡାଲମାରେ କାହିଁ ପରିବା ପକେଇଛ, ଖାଲି ଡାଲି ପକେଇକି ତ ଡାଲି କରିଦେଇଥାନ୍ତ, ପରିବା କ'ଣ ପାଇଁ ପକେଇଲ? ଯେ ପରିବା ପକାଇଥିଲା ସେଥିପାଇଁ ସେ ବିଲକୁଲ ବି ଖାଇଥିଲାନି। ଯାହା ବି କିଛି ଖାଇଥିଲା ଟିକେ ଟିକେ ଉକାଳିକି ଖାଇଥିଲା, ଆଉ ଯାହା ଥିଲା ତାକୁ କ'ଣ ନା ବାଛୁରୀ ପାଖରେ ନେଇକି ଦେଇଥିଲା, ବାଛୁରୀ ଖାଇ ଦେଇଥିଲା। ବାସ୍ ଏଇ ରକମ ଖିଆପିଆ କାମ ଆମର ସରିଯାଇଥିଲା। ଆଉ ଖାଇସାରିଲା ପରେ ଆଉ ରେଷ୍ଟ ଆଉ କେଉଁଠୁ ମିଳୁଛି। ତ ବାବା ଆସିକି ପହଞ୍ଚିଲେ। ଏଇଠି ଯେ କୁଟା ବଦାଟା ଯେ ସେଦିନ କେତେ ପରିଶ୍ରମ କରିକି ଆମେ ଦେଇଥିଲେ, ୟା ପାଇଁକି ବି ଆମକୁ ବହୁତ ହଇରାଣ ହେବାକୁ ପଡ଼ୁଛି। ଦିନ ସାରା ଏଠି ଜଗିତେ ପଡ଼ୁଛି, କାହିଁକିନା ରାତି ହେଲେ ଷେଣ୍ଢ ଗୁରୁ ସମସ୍ତେ ଆସିକି ଏଠି ଶୋଉଛନ୍ତି ଖାଉଛନ୍ତି। ଆଉ ଦିନ ସାରା ଯେଉଁ ଗୁରୁ ଯେଉଁ ଫିଟା ହେଉଛନ୍ତି, ଫାଙ୍କା ଜାଗା ଯେହେତୁ କେତେ ଗୁରୁ ଆସିକି ସେ କୁଟାକୁ ଖାଉଛନ୍ତି। ତ ଖାଉଛନ୍ତି ତାକୁ କ'ଣ ନା ସବୁ ଟାଣି ଘୁସାରିକି ତାକୁ ରଖୁନାହାନ୍ତି। ତ ବାବା ଆସିକି ପହଞ୍ଚିଲେ, କହିଲେ କ'ଣ ନା ଟିକେ ସାହାଯ୍ୟ କରିବା ଚାଲ, ମୁଁ ଯାଇକି କ'ଣ ନା ସେଟାକୁ ଜାଲ ଘେରିଦେବା, ଯେକି ଗୁରୁ କି ଷେଣ୍ଢ କେହି ଖାଇପାରିବେନି। ତ ଆସିକି ଗୁରୁ ଏଠି କାଣ୍ଡି ହେଇଯାଉଛନ୍ତି, 4ଟା 5ଟା ଲେଖା ଗୁରୁ ଆସିକି ମାନେ ଖାଉଛନ୍ତି ତ ଖାଉଛନ୍ତି, ତ ଦେଖିପାରୁଥିବେ କେରକମ କୁଟା ବଦାଟାକୁ କେରକମ କରିଦେଇଛନ୍ତି। ତ ଏଇଠି ଆମକୁ ପୁରା ମାନେ ଔତାଟା ପୁରା ନାଗି ଯାଇଥିଲା। ପ୍ରାୟ 3:30 4ଟା ପର୍ଯ୍ୟନ୍ତ ଆମେ ଏଇଠି ହିଁ କାମ କରିଥିଲେ। ସବୁ ଏଟାକୁ ସବୁ ଘେରାଘେରି କରିକି କଣ୍ଟା ବାବା କାଟିକି ଆଣିଥିଲେ, କଣ୍ଟା ବି ସବୁ ଦେଇଥିଲେ, ଯେରକମ କି ଗୁରୁଆକୁ ଭାଙ୍ଗିକି ପଶିକି ତା ଭିତରେ ଯାଇକି କୁଟାକୁ ଯାଇକି ନ ଖାଆନ୍ତୁ ବୋଲିକି। କାହିଁକିନା ଏକ ତ ବିଲରୁ କେତେ କଷ୍ଟର କୁଟା ଧରା ହେଇକି ଲୁକ କରିକି କୁଟା ଧରା ହେଇକି ଆସିଛି, ପୁଣି ଆସି ଘର ପାଖରେ ରହୁଛି, ତବୁ ଏଇରକମ ସବୁ ଛିନଛତ୍ର କରିଲାକୁ ବିଲକୁଲ ବି ଦେହ ସହୁନି। ତ ଏମିତି କାମ ଚାଲିଥିଲା ଗାଁରେ। ତ ଏଇସବୁ କାମ ନିହାତି ଜରୁରୀ। ଗୁରୁ ଗାଈ ଯେହେତୁ ଅଛନ୍ତି ତାଙ୍କ ପାଇଁକି ତ ସବୁ ବ୍ୟବସ୍ଥା କରିବାକୁ ବି ପଡ଼ିବ। ଯେରକମ ମଣିଷଙ୍କ ପାଇଁକି ବର୍ଷକ ପାଇଁକି ବ୍ୟବସ୍ଥା, ତ ଗୁରୁ ଗାଈ ରହିଲେ ବି ତାଙ୍କ ପାଇଁକି ବି ବର୍ଷକ ପାଇଁକି ସବୁ କିଛି ବ୍ୟବସ୍ଥା କରିକି ସାଇତି ସମ୍ଭାଳିକି ରଖିବାକୁ ପଡ଼ିବ। ତ ଏମିତି କାମ ଆମର ଚାଲିଥିଲା। ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସୁଥିବ ବୋଲିକି। ଆଉ ଏବେ କ'ଣ ନା ମୁଁ ତ ବେଶୀ କିଛି ଭିଡ଼ିଓ ବନେଇ ପାରୁନାହିଁ, କାହିଁକିନା ଛୋଟ ଦିନ ବେଶୀ କାମ ସାଙ୍ଗରେ ମୋତେ ବି ଆଉ ସମୟ ହୋଇପାରୁନାହିଁ ଯେ କାମ କରିମି ନା ଭିଡ଼ିଓ ବନେଇମି। ତାପରେ କ'ଣ ନା ବେଶୀ ବଡ଼ ଭିଡ଼ିଓ ବନେଇଲା ବେଳକୁ ଆପଣଙ୍କୁ ବି ବିରକ୍ତ ଲାଗୁଥିବ, କାହିଁକିନା ସମସ୍ତେ ତ ବର୍ତ୍ତମାନ ବିଜି ରହୁଛନ୍ତି ନା, ଆପଣଙ୍କୁ ବି ସମୟ ହେଉଥିବ ନ ହେଉଥିବ ମୋ ଭିଡ଼ିଓ ଦେଖିବା ପାଇଁକି। ସେଇଥିପାଇଁକି ମୁଁ ବି ଆଉ ବଡ଼ ଭିଡ଼ିଓ ବନାଉନାହିଁ, ଛୋଟ ଭିଡ଼ିଓ ବନାଉଛି। ସେଇଥିରେ ବି କେଇଟା ବି ବଡ଼ ଭିଡ଼ିଓ ହେଇଯାଉଛି। ତଥାପି ମୁଁ ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସୁଥିବ ବୋଲିକି। ଯଦି ପସନ୍ଦ ଆସୁଥିବ ଏ ଗାଁର ବୋଉଟିକି ଟିକେ ସପୋର୍ଟ କରିବେ, କାହିଁକିନା ବହୁତ ପରିଶ୍ରମ କରୁଛି ଏ ଭିଡ଼ିଓ ପାଇଁକି। ସକାଳଠୁ ସନ୍ଧ୍ୟା କାମ କରୁଛି, ଏ କାମ ସହିତ ଭିଡ଼ିଓ ବି କରୁଛି। ଆଉ ସନ୍ଧ୍ୟା ସମୟରେ କ'ଣ ନା ଟିକେ ସମୟ ପାଇନେ ଭିଡ଼ିଓ ଏଡ଼ିଟିଂ କରିକି ଆପଣଙ୍କ ପାଖକୁ ପୋଷ୍ଟ କରିଦେଉଛି। ଏ ଗାଁର ବୋହୂ ପ୍ରତି ଟିକେ ଭଲ ପାଇବା ଦେବେ, ଆଉ ଟିକେ ସପୋର୍ଟ କରିବେ, ଯିଏକି ଭିଡ଼ିଓ ବନେଇବା ପାଇଁକି ତାକୁ ଟିକେ ପ୍ରେରଣା ମିଳିବ। ତ ଗଲା ଭିଡ଼ିଓରେ ବିଜୟଲକ୍ଷ୍ମୀ ଦିଦି, ବିଜୟଲକ୍ଷ୍ମୀ ଅପା, ସ୍ନେହଲତା ଦିଦି, ପ୍ରମିତା ଦିଦି ଆଉ ଦୀପକ ଭାଇ ବହୁତ ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ଧନ୍ୟବାଦ ଯେ ଆପଣଙ୍କର ବହୁମୂଲ୍ୟ ସମୟ ବାହାର କରିକି ମୋ ଭିଡ଼ିଓ ଦେଖିଛନ୍ତି, ଆଉ ମୋ ଭିଡ଼ିଓରେ ଏତେ ସୁନ୍ଦର କମେଣ୍ଟ ଲେଖିଛନ୍ତି। ତ ଏମିତି ଆଜି ଦିନଟି କଟିଯାଇଥିଲା। ୟା ପରେ ମୁଁ ଆଉ କିଛି ଭିଡ଼ିଓ ବନେଇଥିଲିନି। ତ ଆଜି ପାଇଁ ରହୁଛି। ବାଏ ଜୟ ଗୁରୁ।